ଆପଣ ଜଙ୍ଗଲରୁ ଶୁଖିଲା କାଠ ବା ଜାଳେଣୀ କାଠ ଆଣୁଛନ୍ତି କି? ଆପଣ ଜଙ୍ଗଲଜାତ ଦ୍ରବ୍ୟ ଆଣୁଛନ୍ତି କି? ଆଣିଲେ କ'ଣ ଆପଣଙ୍କ ଉପରେ କେସ୍ ହବ କି? ନାହିଁ। ଆପଣଙ୍କ ଉପରେ ସେବେ ଯାଏଁ କେସ୍ ହବ ନାହିଁ ଯେ ପର୍ଯ୍ୟନ୍ତ ଆପଣ ଗଛ କାଟୁନାହାନ୍ତି, ଆପଣ ଗଛ କାଟି ବିକ୍ରି କରୁନାହାନ୍ତି। ବହୁତ ଆଦିବାସୀ ବା ଜଙ୍ଗଲରେ ରହୁଥିବା ଲୋକ ପୁରା ଡିପେଣ୍ଡେଣ୍ଟ ଅଛନ୍ତି ଜଙ୍ଗଲ ଉପରେ। ଯଦି ଜଙ୍ଗଲକୁ ତାଙ୍କଠାରୁ ହଟେଇ ଦିଆଯିବ ତାଙ୍କର ଲାଇଭଲିହୁଡ୍ ସିଷ୍ଟମଟାକୁ ଆମେ କ'ଣ କରୁଛନ୍ତି, ଡିଷ୍ଟ୍ରୟ କରୁଛନ୍ତି। ସେଇଥିପାଇଁ କ'ଣ କରାଯାଇଛି, 2006ରେ ଯେଉଁ ଫରେଷ୍ଟ ରାଇଟ୍ ଆକ୍ଟ ଆସିଛି, ସେଇ ଫରେଷ୍ଟ ରାଇଟ୍ ଆକ୍ଟରେ କ୍ଲିୟରଲି ଲେଖା ହେଇଛି କି ଜଙ୍ଗଲଜାତ ଦ୍ରବ୍ୟ ଆଉ ଜାଳେଣୀ କାଠ ହେଲା, ମାନେ ଆପଣ ଦୁଇଟା ଆଣୁଛନ୍ତି ଆପଣଙ୍କର ରୋଷେଇ କରିବା ପାଇଁ, ନା କି ଆପଣ କାଟିକି ବିକ୍ରି କରୁଛନ୍ତି। ବିଭିନ୍ନ ପ୍ରକାର ଗଛ କାଟୁଛନ୍ତି, ଗ୍ରିନେରୀ ନଷ୍ଟ କରୁଛନ୍ତି, ଜଙ୍ଗଲ ନଷ୍ଟ କରୁଛନ୍ତି, ସେସବୁ କ'ଣ କରାଯାଇଛି, ସେସବୁ ନିହାତି ଭାବେ ଇଲିଗାଲ ଅଛି ହେଲା, ସେଇଥିରେ କେସ୍ ହବ। ଫରେଷ୍ଟ ରାଇଟ୍ସ ଆକ୍ଟ 2006 ଅନୁସାରେ 2006 ଅନୁସାରେ ଫରେଷ୍ଟ ଡ୍ୱେଲର୍ସ ବା ଆଦିବାସୀ ମାନେ ତାଙ୍କର ଅଧିକାରକୁ ସେମାନେ ଜାହିର କରିପାରିବେ କାହା ଉପରେ, ମାନେ ଡେଲି ୟୁଜ୍ ପାଇଁ ଶୁଖିଲା କାଠ ଆଣିକି ଧର ଜାଳିବା ପାଇଁ, ଜାଳେଣୀ କାଠ ଆମେ ଯେଉଁଟା କହୁଛନ୍ତି ଜାଳିବା ପାଇଁ, ଜଙ୍ଗଲଜାତ ଦ୍ରବ୍ୟ ହେଇଯାଉ, କେନ୍ଦୁ ହେଇଯାଉ, ମହୁଆ ହେଇଯାଉ, ଆପଣଙ୍କର ଶାଳପତ୍ର ହେଇଯାଉ, ଏସବୁ ଉପରେ କ'ଣ ଅଛି, ଆଦିବାସୀ ଲୋକମାନଙ୍କର ଅଧିକାର ଅଛି, ସେମାନେ ଆଣିପାରିବେ, ତାକୁ ଆକ୍ସେସ୍ କରିପାରିବେ। କିନ୍ତୁ କମର୍ସିଆଲ କଟିଂ ମାନେ କିଏ ଜଣେ ବିଜନେସ୍ କରୁଛି, କାଠ ବେପାର କରୁଛି, ଗ୍ରୀନ୍ ଟି ମାନେ ପୁରା କଞ୍ଚା ମାନେ ଭଲ ଭଲ ଗଛକୁ ସବୁ କାଟି ଦେଉଛି, କାଟିକି ବିକ୍ରି କରୁଛି, ଏ ସବୁ ଇଲିଗାଲ, ମାନେ ସେ ପୁରା ବିଜନେସ୍ କରୁଛି ହେଲା, ଏ ସବୁ ମ୍ୟାଟର ଇଲିଗାଲ। ୟା ପାଇଁ ଆପଣ ଆଇନ ଦ୍ୱାରା ଦଣ୍ଡିତ ହେଇପାରନ୍ତି।